ବାଲି ଚାଲାଣକାରୀଙ୍କ ଠାରୁ ଫୋନ ପେ ରେ ଜିଲ୍ଲା ଖଣି ଅଧିକାରୀ ଟଙ୍କା ନେବା ପଡ଼ିଲା ମହଙ୍ଗା। ପ୍ରାୟ 6 ଘଣ୍ଟା ଧରି ପାଟଣାଗଡ଼ ଥାନାରେ ଅଟକ ରଖିଲା ପାଟଣାଗଡ଼ ପୁଲିସ ବଲାଙ୍ଗୀର ଜିଲ୍ଲା ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତଙ୍କୁ। ପଚରାଉଚରା ପରେ ବାଲି ଚାଲାଣକାରୀ ଏବଂ ଖଣି ଅଧିକାରୀଙ୍କୁ ନୋଟିସ କରି ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ଖଣି ଅଧିକାରୀ କୌଣସି କାମ ପାଇଁ ପାଟଣାଗଡ଼କୁ ଆସିଥିଲେ। ବେଲପଡ଼ା ସିହିନି ଲାନ୍ଥ ନଦୀରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଖବର ପାଇ ଲାନ୍ଥ ନଦୀକୁ ପହଞ୍ଚିଥିଲେ ଖଣି ଅଧିକାରୀ। ସେଠାରେ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରି ନଗଦ 10,000 ଟଙ୍କା ନେଇଥିବା ବେଳେ ଫୋନ ପେ ମାଧ୍ୟମରେ 15,000 ଟଙ୍କା ନେଇଥିଲେ। ଏଭଳି ମୋଟ 25,000 ଟଙ୍କା ନେଇଥିଲେ। ନଗଦ 10,000 ଟଙ୍କା ନେଲେ, କିନ୍ତୁ ଫୋନ ପେ ରେ 15,000 ଟଙ୍କା ନିଆଗଲା। ସେହି 15,000 ଟଙ୍କା ନିଜ ପକେଟରେ ରଖିବା ପାଇଁ ନେଲେ ନା ଟ୍ରେଜେରୀରେ ଜମା କରିବାକୁ ନେଲେ ତାହା ମଧ୍ୟ ସନ୍ଦେହରେ ବୋଲି ବାଲି ଚାଲାଣକାରୀ କହିଛନ୍ତି। ଏହି ଘଟଣା ସମ୍ପର୍କରେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପାଖରେ ଖବର ପହଞ୍ଚିଲା ପରେ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଖଣି ଅଧିକାରୀଙ୍କୁ ପାଟଣାଗଡ଼ ଖମାର ଠାରୁ ଉଠାଇ ପାଟଣାଗଡ଼ ଥାନାର 6 ଘଣ୍ଟା ଧରି ଅଟକ ରଖିଥିଲା ପାଟଣାଗଡ଼ ପୁଲିସ। ଅନ୍ୟପଟେ ବେଲପଡ଼ା ଥାନାରେ ଖଣି ଅଧିକାରୀଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ ବେଲପଡ଼ା ପୁଲିସ ତଦନ୍ତ କରୁଥିବା କହିଛି। ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।